ସଂହିତା 137 ବା 37 ଯାହା କହନ୍ତି 137 ର ଲାଷ୍ଟ ପଦ 9 ପଦ ଯେଉଁ ଜନ ତୁମ ଶିଶୁଗଣକୁ ଧରି ଶୈଳ ଉପରେ କଚାଡ଼ିବ ସେ ଧନ୍ୟ। ରାଇଟ, ଗୋଟେ ବହୁତ ଭାଇଲେଣ୍ଟ ପଦ ପରି ଜଣା ପଡୁଛି ନାଇଁ କି? ରାଇଟ, ସେଥିପାଇଁ ଆମେ ଟିକେ ବୁଝିବା କଥା ଏସବୁ ଗୀତ ସଂହିତା ଆଉ ବାଇବେଲ ଅନେକ ଥର ପ୍ରଭୁଙ୍କର ଦାସ ମାନେ ପ୍ରଭୁଙ୍କ ଲୋକମାନେ କବିତା ରୂପକ ଭାବରେ ଲିଖିଛନ୍ତି ବହୁତ ବିଷୟ। ଏସ୍ପେଶାଲି ଗୀତ ସବୁ କଣ? ଗୀତ ସଂହିତା ବୋଲି କହିଲେ ହିଁ ଗୀତ ଆଉ ସଙ୍ଗୀତ, ସଙ୍ଗ ଆଣ୍ଡ ମ୍ୟୁଜିକ କି ନାହିଁ, ହିମ୍ସ ବୋଲି କହନ୍ତି। ହିମ୍ସ ନାହିଁ, ହିମ୍ ବୋଲି କହନ୍ତି। ଗୀତ ଗୁଡ଼ିକରେ ପ୍ରାୟ ଅନେକ ବିଷୟ ମାନେ କବିତାର ଧାରଣରେ ଆମେ ବ୍ୟବହାର କରୁ, ବର୍ଣ୍ଣନା କରୁ। ତ ଏଇ 137 ଗୀତ ଆକ୍ଚୁଆଲି ବାବିଲ ଦାସତ୍ୱରେ ଯାଇଥିବା ଇସ୍ରାଏଲି ମାନେ କି ଗୋଟେ ନଦୀ, ଏଟା ନଦୀ କୂଳରେ ସେମାନେ ଗୀତ ଗାଉଛନ୍ତି। ପ୍ରେଜ୍ ଦ ଲର୍ଡ। ବାବିଲ ଦାସତ୍ୱ, ବାଇ ଦ ରିଭର୍ସ ଅଫ ବ୍ୟାବିଲନ। ବହୁତ ମୋ ଛୋଟ ବେଳେ ମୋର ଡାଡି ଶୁଣିବାର ବୋନିୟମ ର ପପ୍ ମ୍ୟୁଜିକ ର ଗୀତ, ବାଇ ଦ ରିଭର୍ସ ଅଫ ବ୍ୟାବିଲନ, ଏ ଗୀତ ପୁରା ଗାଇଛନ୍ତି ସେମାନେ। ତ ଆକ୍ଚୁଆଲି ବାବିଲ ଦାସତ୍ୱରେ ସେମାନେ ବସିଥିଲା ବେଳେ ସେମାନେ ପୁଣି ସ୍ମରଣ କରୁଥିଲେ ଆମେ କେତେ ସୁନ୍ଦର ପ୍ରଭୁଙ୍କର ମନ୍ଦିରକୁ ଯାଉଥିଲୁ, କେଡ଼େ ସ୍ୱାଧୀନ ହେଇକି ଆମେ ଥିଲୁ, କେଡ଼େ ମୁକ୍ତ ହେଇକି ଥିଲୁ, କାହାରି ବସରେ ନଥିଲୁ, କେଡ଼େ ସୁନ୍ଦର ଥିଲା ଆମର ଜୀବନ। ଏବେ ଆମେ ଏଠି ଦାସତ୍ୱ ହେଇକି ଆମେ ଅଛୁ, ଏବେ ଦୁଃଖିତ ଅଟୁ। ଆମମାନଙ୍କର ବାଦ୍ୟ ଯନ୍ତ୍ର ସବୁ ଗଛ ଉପରେ ଓଳାଇ ଦେଇଛନ୍ତି। ଆଉ ସେ ଶତ୍ରୁ ମାନେ ଆସି କହୁଛନ୍ତି ପୁଣି କାହିଁ ଗୋଟେ ଗୀତ ଗାଅ ତ ତୁମର କଣ ପଢିଦେଲେ ଭଲ। ଆମ୍ଭେମାନେ ବାବିଲୀୟ ନଦୀମାନର ନିକଟରେ ସିଓନକୁ ସ୍ମରଣ କଲା ବେଳେ ସେଠାରେ ବସିଲୁ ଓ ରୋଦନ କଲୁ। ଆମ୍ଭେମାନେ ସେଠା ସ୍ଥିତ ବୈଶୀ ବୃକ୍ଷରେ ଆପଣା ଆପଣା ବୀଣା ଟଙ୍ଗାଇ ରଖିଲୁ, କାରଣ ଆମ୍ଭମାନଙ୍କୁ ବନ୍ଦୀ କରି ଘେନି ଯାଇଥିବା ଲୋକେ ଆମ୍ଭମାନଙ୍କ ଠାରେ ଗୀତ ଶୁଣିବାକୁ ଚାହିଁଲେ। ପୁଣି ଆମ୍ଭମାନଙ୍କ ଉପଦ୍ରବୀ ଗଣ ଆମ୍ଭମାନଙ୍କ ଠାରୁ ଆନନ୍ଦ ସ୍ୱର ଶୁଣିବାକୁ ଇଚ୍ଛା କରି କହିଲେ, ଆମ୍ଭମାନଙ୍କ ନିକଟରେ ସିଓନର ଗୋଟେ ଗୀତ ଗାନ କରୁ। ଆମକୁ ଦୁଃଖ ଦେଉଥିବା ଲୋକମାନେ, ଆମକୁ ଯନ୍ତ୍ରଣା ଦେଉଥିବା ଲୋକମାନେ, ଆମକୁ ମାରୁଥିବା ଲୋକମାନେ ଆମକୁ କହୁଛନ୍ତି କି ସିଓନର ଗୋଟେ ଗୀତ ଗାଇକି ଶୁଣାଉ। ସେମାନେ ବହୁତ ଦୁଃଖିତ ରାଗିଗଲେ କି ତୁମେ କିଏ ଆମମାନଙ୍କୁ ଏମିତି ଦାସତ୍ୱ କରି ଆଣି ପକାଇଲ? ଆମମାନଙ୍କର ଦୋଷ, ଆମମାନଙ୍କର ଭୁଲ ଥିଲା। ତୁମ ପ୍ରତି ଏମିତି ଗୋଟେ ବିଚାର ଆସୁ, କାହାର ପ୍ରତି? ମାନେ ବାବିଲ ପ୍ରତି ଏମିତି ଗୋଟେ ବିଚାର ଆସୁ। ସେ ଲାଷ୍ଟକୁ ସେ କହୁ କହୁ କହିଲେ କି ତୁମର ପିଲାମାନେ, ତୁମର ଛୁଆ ମାନଙ୍କୁ ପଥର ଉପରେ କଚାଡ଼ିବ ସେ ଧନ୍ୟ। ତ ଲିଟରାଲି ଆମେ ମାନେ ଦେଖୁ, ଆକ୍ଚୁଆଲି କଣ୍ଟେକ୍ସଟ ଯଦି ଆମେ ପଢିବା ତ ଆମେ ମାନେ ଜାଣୁ କି ଦ୍ୱିତୀୟ ବଂଶାବଳୀ ପର୍ଯ୍ୟନ୍ତ ସେମାନେ ବାବିଲ ଦାସତ୍ୱରେ ଥିଲେ। ଦ୍ୱିତୀୟ ବଂଶାବଳୀ ପରେ ଆରମ୍ଭ ହେବ ଏଜ୍ରା ପୁସ୍ତକ। ଏଜ୍ରା ପୁସ୍ତକରେ ମାନେ ପ୍ରଭୁଙ୍କର ଅନୁଗ୍ରହ ପାଇକି ମୁକ୍ତ ହେଲେ, ପୁନର୍ବାର ଜେରୁସାଲେମକୁ ଗଲେ। ଆଉ ନିହିମିଆରେ ମଧ୍ୟ ସେମାନେ ଗୋଟେ ଦଳ ଜେରୁସାଲେମକୁ ବାହାରିଲେ, ବହୁତ ଜଣ ଏଠି ରହିଗଲେ। ତାପରେ ଏସ୍ତର ପୁସ୍ତକ ଆରମ୍ଭ ହେଲା। ଏସ୍ତର ପୁସ୍ତକରେ ଆମେ ମାନେ ଦେଖୁ ପାରସିକ ରାଜ୍ୟରେ ମାନେ ଥିଲା ବେଳେ କଣ ହେଲା। ଏସ୍ତର ଷ୍ଟୋରି ଆପଣ ଜାଣିଛନ୍ତି। ହାମନ କଣ କରଲା? due to one cause of reason of ego, ତାହାର ଇଗୋ ପାଇଁ, ଜଣଙ୍କର ଇଗୋ ପାଇଁ ଗୋଟେ ପୁସ୍ତକ ଲେଖିବାକୁ ପଡିଲା, ଏସ୍ତର ପୁସ୍ତକ। କାହିଁ ସେ ମତେ ମୁଣ୍ଡିଆ ମାରୁନାହିଁ, ମତେ ମୋର ଗୋଡ ଧରୁନାହିଁ, ତା ସେ ଓ ଜାତିର ଲୋକ, କୋଉଠର ଲୋକ ବୋଲି ସେ ରାଗି ଯାଇକି
ରାଜାଙ୍କୁ କମ୍ପ୍ଲେନ କରିଦେଲା କି ଗୋଟେ ଜାତିର ଲୋକମାନେ ଅଛନ୍ତି ଯେମାନେ ମତେ ମୁଣ୍ଡିଆ ମାରୁନାହାନ୍ତି, ଆମର କଲଚର ଫଲୋ କରୁନାହାନ୍ତି ବୋଲି। ତ ରାଜା ଆଦେଶ ଦେଲେ କି ଯେତେ ଜଣ ଏମିତି ଲୋକ ଅଛନ୍ତି ସେମାନଙ୍କୁ ମାରି ଦିଆଯାଉ ବୋଲି ଆଦେଶ ଦେଲେ। ତାପରେ ଆମେ ମାନେ ଜାଣୁ ଏସ୍ତର ଯାଇକି ରିକ୍ୱେଷ୍ଟ କଲା କି ଏମାନେ ଆମର ଲୋକମାନେ, ତୁମେ କେମିତି ମାରିଦେବ? ରାଣୀ ଯେତେବେଳେ ରିକ୍ୱେଷ୍ଟ କଲା ରାଜା ଟିକେ ଛାନିଆ ହେଇଗଲେ, ଆରେ ରେ ଏମିତି କେମିତି ହେଇଗଲା? ତ ପରେ ପ୍ରଭୁଙ୍କ ଅନୁଗ୍ରହ ଦ୍ୱାରା ଜିହୁଦା ଜାତି ସେମାନେ ସମସ୍ତେ ବଞ୍ଚିଗଲେ। ଆଉ ଆଦେଶ ଉଲ୍ଟା ହେଇଗଲା, ରାଜାଙ୍କର ଆଜ୍ଞା ବିପରୀତ ହେଇଗଲା। କଣ କଲେ? ଯେତେ ଜଣ ଏଇ ଜିହୁଦୀ ମାନଙ୍କୁ ଆଉ ମର୍ଦ୍ଦେଖାଇଙ୍କୁ ହାଣି କାଟିବା ପାଇଁ ପ୍ରସ୍ତୁତ ହେଇଥିଲେ ସାରା ରାଜ୍ୟରେ, ସେ ସମସ୍ତ ଦଳର ଲୋକମାନଙ୍କୁ, ଶତ୍ରୁ ଦଳ ଲୋକମାନଙ୍କୁ ତୁମମାନେ ଯାଇକି ମାରି ପକାଅ। ତ ଯେଉଁମାନେ ଏମାନଙ୍କୁ ମାରିବାକୁ ଆସୁଥିଲେ ରାଜାଙ୍କର ଆଦେଶ ଉଲ୍ଟା ହେଇଗଲା ବୋଲି ଦେଖିକି ସେମାନେ ଯାଇ ଲୁଚିଲେ। ସେତେବେଳେ ଜିହୁଦୀ ମାନେ ବହୁତ ଜଣ ଯାଇକି ସେମାନଙ୍କୁ ମାରି ପକାଇଲେ। ତ ଲିଟରାଲି ଏଇ ପଦ ସଫଳ ବି ହେଲା ଏସ୍ତର ପୁସ୍ତକରେ। କିନ୍ତୁ ଆମେ ଏଇସବୁ ହିଷ୍ଟ୍ରି ପଢିବା ଦ୍ୱାରା ଆମ ପାଇଁ ଆତ୍ମିକ ଶିକ୍ଷା କିଛି ନଥିବ। ହିଷ୍ଟ୍ରି ସହିତ, ଇତିହାସ ସହିତ କିଛିଟା ଆତ୍ମିକ ଶିକ୍ଷା ମଧ୍ୟ ଆମେ ପାଇବାକୁ ପଡିବ। ପ୍ରେଜ୍ ଲର୍ଡ। ବାବିଲୋନ ମାନେ କଣ? ଆମେ ମାନେ ଜାଣୁ ବାବିଲୋନର ଏ ନାମ କୋଉଠୁ ଆସିଲା? ବାବିଲ ଗଡ ଠାରୁ ଆସିଲା। ତା ଆଗରୁ ସେ ଦେଶର ନାମ କଣ ଥିଲା? ଶିନାର, ନହେଲେ କଲଦିଓ। ଖଳଦିଓ ବୋଲି ନାମ ଥିଲା, ଶିନାର ବୋଲି ନାମ ଥିଲା। ଯେତେବେଳେ ବାବିଲ ଗଡ ସେମାନେ ନିର୍ମାଣ କଲେ ଆଉ ପରମେଶ୍ୱର ବାବିଲ ଗଡକୁ ଧ୍ୱଂସ କଲେ, ତା ପରଠୁ ସେଇ ଗାଁ, ସେ ଅଞ୍ଚଳ, ସେ ରାଜ୍ୟର ନାମ ବାବିଲୋନ ହେଲା। ତ ବାବିଲୋନ ମାନେ କଣ? ଆମେ ମାନେ ଜାଣୁ ଗଡବଡ, ଦ୍ୱନ୍ଦ୍ୱତା। କାରଣ ସେଇଦିନ ପରମେଶ୍ୱର ସେମାନଙ୍କର ଭାଷାକୁ ଚେଞ୍ଜ କରିବାରୁ ସେମାନେ କନଫ୍ୟୁଜ ହେଇଗଲେ। କିଏ କାହାର ସହିତ କିଛି କଥା ହେଇ ପାରୁନାହାନ୍ତି, ଭାଷା ଗୁଡିକ ଅଲଗା ହେଇଗଲା, ନାଇଁ କି? ସେ ବାବିଲ ଗଡ ସେମାନଙ୍କର ଗର୍ବର କାରଣ ଥିଲା। ସେମାନେ ଗୋଟେ ବଡ ନାମ ପାଇବି ବୋଲି ଚେଷ୍ଟା କରୁଥିଲେ ବାବିଲ ଗଡ ନିର୍ମାଣ କରି। ନମ୍ବର 2। ନମ୍ବର 3, ସେମାନେ ଏକ ଉଚ୍ଚ ଗଡ ନିର୍ମାଣ କରି ଆକାଶକୁ ଛୁଇଁବା ପାଇଁ ଚେଷ୍ଟା କରୁଥିଲେ। ମାନେ ଆପଣର ନିଜର ଜ୍ଞାନ ବୁଦ୍ଧି ବଳ ଦ୍ୱାରା ସ୍ୱର୍ଗକୁ ଯିବା ପାଇଁ ଚେଷ୍ଟା କରିବାର ଗୋଟେ ପ୍ରକାରର ବୁଦ୍ଧି, ଡିପେଣ୍ଡିଂ ଅନ୍ ଓନ୍ ନଲେଜ ଆଣ୍ଡ ଷ୍ଟ୍ରେଂଥ। 3। ନମ୍ବର 4, ସେମାନେ ଆପଣର ବୁଦ୍ଧି ଦ୍ୱାରା, ଆପଣର ବଳ ତାକତ ଦ୍ୱାରା ଈଶ୍ୱରଙ୍କୁ ଛୁଇଁବା ପାଇଁ, ଈଶ୍ୱରଙ୍କୁ ଇମ୍ପ୍ରେସ କରିବା ପାଇଁ ଚେଷ୍ଟା କରୁଥିଲେ। ନମ୍ବର 4। ନମ୍ବର 5, ସେମାନେ ଏପରି ବାବିଲ ଗଡ ନିର୍ମାଣ କରି କଣ କହୁଥିଲେ? ମାନେ ଏଥର ଜଳ ପ୍ଲାବନ ଆସୁ, କିଛି ଚିନ୍ତା ନାହିଁ, ଆମେ ମାନେ ଆଇଡିଆ କରିସାରିଲୁ। ଆରେ ଈଶ୍ୱରଙ୍କ କ୍ରୋଧରୁ ବଞ୍ଚି ଯିବା ପାଇଁ ଈଶ୍ୱରଙ୍କ ଗୋଡ ସିନା ଧରିବ, ନିଜର ତରିକା ଅପନାଇବେ କି? ସେଲ୍ଫ ନଲେଜ, ସେଲ୍ଫ wisdom, ସେଲ୍ଫ ରିଲାଏଣ୍ଟ, ପ୍ରାଉଡ, and for name and fame, popularity, ଆସ ଆମେ ମାନେ ନାମ ପାଇବା ବାବିଲ ଗଡ ନିର୍ମାଣ କରିକି। ତ ସବୁ ପ୍ରକାର ମନ୍ଦ ବୁଦ୍ଧି, ଈଶ୍ୱରଙ୍କର ଇଚ୍ଛାର ବିରୁଦ୍ଧରେ ଆଚରଣ, ଗର୍ବ, ପ୍ରାଉଡ, ଓନ୍ ମନୁଷ୍ୟର ନିଜର ସ୍କିଲ୍ସ, ଆପଣାର ଇଚ୍ଛାରେ, ଆପଣାର ବଳରେ ପରମେଶ୍ୱରଙ୍କ କ୍ରୋଧରୁ ବଞ୍ଚିତ ହେବା ପାଇଁ ଚେଷ୍ଟା କରୁଥିଲେ। ଆଉ ଏଇ ଶେଷ କାଳରେ ବାବିଲ ବୋଲି କହିଲେ ସବୁ ପ୍ରକାରର ଅସୁଚିତା, ସବୁ ପ୍ରକାର, ଯାହା ପ୍ରକାଶିତ 18ରେ ଲେଖାଯାଏ, ସମସ୍ତ ପ୍ରକାର ଅସୁଚି ମନ୍ଦ ଆତ୍ମାର ବାସସ୍ଥାନ ଅଟେ ବାବିଲ, ଯାହାକି ଆଉ କାହାକୁ ନି, ପ୍ରଭୁଙ୍କ ଲୋକମାନଙ୍କୁ ଦାସତ୍ୱରେ ଧରି ବାନ୍ଧି ଦେଇ ନେଇ ଯାଇପାରେ, ଟାଣି ନେଇ ଯାଇପାରେ, ଘୋଷାଡ଼ି ନେଇ ଯାଇପାରେ। To in other sense, ଆମେ ଶୈତାନର ଦାସ କେମିତି ହେଉ? ବିଭିନ୍ନ ପ୍ରକାର ପାପ ଦ୍ୱାରା। ତ ଏବେ ବାବିଲର ଛୁଆ ମାନେ ବୋଲି କହିଲେ କାହାକୁ ବୁଝାଏ? ପାପକୁ ବୁଝାଏ। କି ପାପ ବଡ ହେବା ପରେ, ଛୁଆ ବୋଲି କଣ? ପାପ ବଡ ହେବା ପୂର୍ବରୁ ଛୁଆ ବେଳେ ହିଁ ତାକୁ କାଢି ଦିଅ। ପ୍ରଭୁ କଣ କହିଲେ? ବ୍ୟଭିଚାର କରନି ବୋଲି ବ୍ୟବସ୍ଥାରେ ଲେଖା ଅଛି, ସତ କଥା, କିନ୍ତୁ ମୁଁ ତୁମମାନଙ୍କୁ କହୁଛି ବ୍ୟଭିଚାର ପର୍ଯ୍ୟନ୍ତ କାହିଁକି,
ତୁମେ ମନ୍ଦ ଦୃଷ୍ଟି କାମକୁ ତାର ଦୃଷ୍ଟି ବି ଦେଖିବାର ନାହିଁ। ଏଟା ହେଲା ଛୁଆ, ପାପର ଛୁଆ। किल द सिन व्हेन इट इज वेरी यंग। बड़े होने तक इंतजार मत कीजिए। छोटो पाप तो बोली हुओ नहीं, छोटो साप बोली हुओ नहीं, छोटो बिच्छा तो बोली हुओ नहीं, छोटो घा तो बोली हुओ नहीं। ପରେ ସେପ୍ଟିକ ହେଇଯିବ, ଇନଫେକ୍ସନ ହେଇଯିବ। ଛୋଟ ସାପ ବି ବହୁତ ଡେଞ୍ଜର ଆଜିକାଲି କି ନାହିଁ। ଛୋଟ ବିଛୁ, କଙ୍କଡା ବିଛୁ ଛୋଟ ବୋଲି ଆଡଜଷ୍ଟ ହେଇଯିବ କି? ଡୋଣ୍ଟ ଆଡଜଷ୍ଟ ୱିଥ ୟୋର ସିନ୍ସ। ଛୋଟ ତ ହଉ ଚଳିବ ବୋଲି ହୁଅ ନାହିଁ। ଫୋନ ତ କିଛି ଚିନ୍ତା ନାହିଁ ବୋଲି ହୁଅ ନାହିଁ। ଟିଭି ତ କିଛି ଚିନ୍ତା ନାହିଁ ବୋଲି ହୁଅ ନାହିଁ। ଟିକେ ଷ୍ଟାଇଲ ତ ବୋଲି ହୁଅ ନାହିଁ। ଏଇ ସବୁ ବାବିଲର, କନଫ୍ୟୁଜନର, ପାପର, ଦୁଷ୍ଟାତ୍ମ ଶକ୍ତିର, ଏଇ ସବୁ ଗର୍ବର, ଈଶ୍ୱରଙ୍କ ବିରୁଦ୍ଧରେ କରିବା ଆଚରଣର, ସ୍ୱଭାବର ଷ୍ଟାର୍ଟିଂ ପୋଜିସନ ଗୋଟେ, ଏଣ୍ଟ୍ରାନ୍ସ। ଧୀରେ ଧୀରେ ଟିକେ ଟିକେ ଆମେ ଯେତେବେଳେ ପାପକୁ ଛୋଟ ନା ଏତେ ବଡ କଥା ନାହିଁ ବୋଲି ଭାବୁ, ସେଟା ହିଁ ବଡ ହେଇଯାଏ। ବୁଝିଲେ କି? ତ ଏଇ ଛୁଆ ମାନଙ୍କୁ ଯୋଉ ଭିତରେ ପାପ ଛୋଟ ଥିଲା ବେଳେ ହିଁ ତୁମର କଣ୍ଟ୍ରୋଲକୁ ଆସିପାରିବ ବୋଲି ଭାବିଲା ବେଳେ ହିଁ କଣ କର? ଶୈଳ ଉପରେ କଚାଡିବ। ଶୈଳ ମାନେ କଣ? ପ୍ରଥମ କୋରିନ୍ଥୀ 10:4, ସେହି ପ୍ରସ୍ତର ଖ୍ରୀଷ୍ଟ ଅଟନ୍ତି। Kill them by the help of Jesus. ପଥର ମାନେ କଣ? ବାକ୍ୟକୁ ବୁଝାଏ। ଯେ କେହି ମୋର ବାକ୍ୟ ଶୁଣିବ ଆଉ ସେ ପ୍ରକାର କରିବ, ସେ ପଥର ଉପରେ ଆପଣା ଭିତ୍ତିମୂଳ ସ୍ଥାପନକାରୀ ବୁଦ୍ଧିମାନ ବ୍ୟକ୍ତି ତୁଲ୍ୟ ହେବ। ହଁ କି ନାହିଁ? ମଥି 7:24, 24ରେ। ପଥର ବାକ୍ୟକୁ ବୁଝାଏ, ପ୍ରସ୍ତର ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କୁ ବୁଝାଏ। ମଣ୍ଡଳୀ ତିନି ପ୍ରକାର ପ୍ରସ୍ତରରେ ନିର୍ମିତ। କଣ କଣ? କୋଣର ପ୍ରଧାନ ପ୍ରସ୍ତର ଯୀଶୁ ଖ୍ରୀଷ୍ଟ, ଭିତ୍ତିମୂଳ ପ୍ରସ୍ତର ପ୍ରେରିତ ଗଣ, ଆଉ ଜୀବନ୍ତ ପ୍ରସ୍ତର ବିଶ୍ୱାସୀ ମାନେ। ତ ମଣ୍ଡଳୀ ବି ଏକ ପଥର ଅଟେ। ତ ଆପଣଙ୍କର ଏଇ କୁବୁଦ୍ଧି, ଛୋଟ ଛୋଟ ପାପର ସ୍ୱଭାବ ଆପଣଙ୍କ ଜୀବନରେ ତାହା ବଡ ହେଇକି ଆପଣମାନଙ୍କୁ ଗ୍ରାସ କରି, ଆପଣମାନଙ୍କୁ ଦାସତ୍ୱ କରି, ଆପଣମାନଙ୍କୁ ଆପଣା ପାଦ ତଳେ ଖଚାଡିବା ପୂର୍ବରୁ ଆପଣମାନେ ନିଜେ ସେ ପାପ ନେଇକି ବାକ୍ୟ ଉପରେ ମାରିଦେଲେ ଭଲ। ଫିଙ୍ଗିକି kill it, kill them, the small babies of sin। ପାପର ଛୁଆ ମାନେ, ନାଇଁ କି? ତେଲୁଗୁରେ ଗୋଟେ କଥା କୁହନ୍ତି, ଛୋଟ ସାପ ହେଲେ ମଧ୍ୟ ବଡ ବାଡିରେ ମାରିବାର ପୁଣି। ଛୋଟ ସାପ ବୋଲିକି ଛୋଟିଆ ବାଡିରେ ମାରିଦେଲେ ହେବ ବୋଲି ଭାବନି ଯେ କେତେ ଡେଞ୍ଜର ହେବ ଜଣା ନାହିଁ, କେତେ ସ୍ପିड ଥିବ ଜଣା नहीं। जितना छोटा है उतना डेंजर होता है वो भी। छोटा सा भी बड़े लकड़ी से मारना है, और छोटे बिच्छू को भी बड़े चप्पल से ही मारना है। प्रेज द लॉर्ड। जेते छोट दुर्बलता, जेते छोट पाप बोली आपण माने केयरलेस करले, देखंतु 3 अंगुलीर सिगरेट 6 फुट मनुष्य को हराई पारुछि। माने 3 अंगुलीर सिगरेट पाखरे मनुष्य फ्लैट, से न पीले रही पाने। 3 अंगुलीर सिगरेट जन लोक को कंट्रोल करि पारुछि। माने बुझंतु आपण माने केते डेंजर गोटे पापर स्वभाव। कामना, सिगरेट रो प्रॉब्लम किछ नै, तार कामना रो प्रॉब्लम। सिगरेट थिबो दुनिया सारा, बट द प्रॉब्लम इज व्हाई डू यू वांट इट? कामना को कंट्रोल करो, कामना को मारी दियो, किल इट, किल इट। बाबिल रो पाप स्वभाव ही जगत सारा बाबिल अटे कि नहीं? सब प्रकार व्यभिचार और कामना, कामुकता, सिनेमा, सीरियल, फोन, अफेयर्स, स्टाइल, फैशन, अलंकार,
ନାଇଁ ସାଂସାରିକ ସାଙ୍ଗ ସାଥୀ ଇମୋସନାଲ ଆଟାଚମେଣ୍ଟ ଟିକେ ତ 2 दिन କଥା ହେଲୁ 2 दिन କଥା ହେଲୁ 2 दिन चैटिंग करलू उसके बाद ଗୋଟେ ସପ୍ତାହ ପରେ ଚାଟିଂ ନ କଲେ ପାଗଳ ପାଗଳ पर ଲାଗିବ ସେ ପର୍ଯ୍ୟନ୍ତ ନର୍ମାଲ ଲାଗିବ ଫ୍ରେଣ୍ଡସିପ ଫ୍ରେଣ୍ଡସ୍ ତ ହଁ କିଛି ଚିନ୍ତା ନାହିଁ ସାଙ୍ଗ ପରା ହଉଥିବୁ ସପ୍ତାହ 10 दिन ପରେ ଏତେ ଆଟାଚମେଣ୍ଟ ହେଇଯିବ କି ଆଉ ନ ଦେଖିଲେ ନ ଶୁଣିଲେ ନ ରହିଲେ ରହିପାରିବେନି ଆଉ କିଏ ଟିକେ ମିଠା କଥା ହେଇଗଲେ ପାଗଳ ହେଇଯାଉଛନ୍ତି ଦେଖିଲା ବେଳକୁ ଭେରି ମାଇନର ବହୁତ ଛୋଟ କରିକି ପ୍ରବେଶ କରି ପକଉଛି ପାପ ଦେଖ ତ ଆଶ୍ଚର୍ଯ୍ୟ କି ନାହିଁ ହଁ କି ନାହିଁ ହେଁ? ସାପ ପୁଣି ଥରେ ଆପଣଙ୍କୁ କହୁଥିଲି ଇଏ HIV ଭାଇରସ ବିଷୟରେ HIV ଏଡ୍ସ ଭାଇରସ ର କାମ କଣ ଏଡ୍ସ HIV ଭାଇରସ ବଡିରେ ପ୍ରବେଶ କଲା ପରେ ତାହା ଡିଟେକ୍ଟ ହେବା ପାଇଁ 2-3 ବର୍ଷ ଲାଗିବ ଆଜି ଏଣ୍ଟର କଲା ବଡି କାଲିକୁ ଟେଷ୍ଟ କଲେ ବି ଜଣା ପଡିବନି ମିନିମମ୍ 3 years ଆଉ ଡିଟେକ୍ଟ ହେଲା ପରେ ମରିବାକୁ ଆଉ ଗୋଟେ 5 years ଲାଗିବ ଟୋଟାଲି 8 years ଲାଗିବ ଲୋକକୁ ମାରିବା ପାଇଁ ତା କେତେ ରିଲାକ୍ସିଂ ଭାବରେ କେତେ ନର୍ମାଲି ଆଟାକ୍ କରୁଛି ଦେଖନ୍ତୁ HIV ଭାଇରସ ତ ଯେତେବେଳେ ବଡିରେ ପ୍ରବେଶ କରେ କଣ କରେ HIV ଜାଣିଛନ୍ତି ତାର ଫର୍ଷ୍ଟ କାମ କଣ ମାନେ ବଡି ଉପରେ ଆଟାକ୍ କରିବନି ଛୁଆ ବଡ ଛୁଆ ଦେବ ପୁଣି ସେ ଆପଣାର ସୈନ୍ୟକୁ ବଡ କରିବ ସେ ଜୀବାଣୁ ସେ ଭାଇରସ ଛୁଆ ଜନ୍ମ କରି ଛୁଆ ଦେଇ ରିପ୍ରୋଡକ୍ସନ ଏମିତି କେତେ କୋଟି 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 ଭାଇରସ ସବୁ ରିଲିଜ କରିକି ରିପ୍ରୋଡକ୍ଟ କରିକି ପ୍ରଡ୍ୟୁସ କଲା ପରେ 3 ବର୍ଷ ପରେ ଗୋଟେ ଦିନ ଡାଇରେକ୍ଟ ଆଟାକ୍ କରିବ ପୁଣି ଯେତେବେଳେ ବଡିରେ ଥିବା ହ୍ୱାଇଟ୍ ବ୍ଲଡ ସେଲ୍ସ ଉପରେ ଆଟାକ୍ କଲା ଏତିକି ସବୁ ମିଶିକି ଆମର ହ୍ୱାଇଟ୍ ବ୍ଲଡ ସେଲ୍ସ ଛାନିଆ ହେଇଯିବେ ଏଇଟା କୋଉଠୁ ଆସିଲା ରେ ଏଇଟା ଭାଇରସ ବୋଲି ଭାବୁନଥିଲି ମୁଁ ଗୋଟେ ଭିଡିଓ ଦେଖିଥିଲି ଆପଣ ବି ଦେଖନ୍ତୁ ୟୁଟ୍ୟୁବରେ ଆମର ହ୍ୱାଇଟ୍ ବ୍ଲଡ ସେଲ୍ସ ଆମ ବଡିରେ ପ୍ରବେଶ କରୁଥିବା ରୋଗ ବିରୁଦ୍ଧରେ କେମିତି ଯୁଦ୍ଧ କରେ ଲିଟରାଲି ଏମିତି ଆଭେଞ୍ଜର୍ସ ପରି ଯେମିତି ଯୁଦ୍ଧ କରନ୍ତି ଶତ୍ରୁ ମାନଙ୍କ ବିରୁଦ୍ଧରେ ପିଲାମାନଙ୍କର କାର୍ଟୁନ ଉପରେ ସେମ୍ ଆଶ୍ଚର୍ଯ୍ୟ ଲାଗେ ଏଟା କଣ ରୋବୋଟ କାମ କରୁଛି ବହୁତ ଛୋଟ ମାଇକ୍ରୋସ୍କୋପ ରେ ହିଁ ଦେଖାଯାଉଛି କେମିତି ଆଟାକ୍ କରୁଛି ସାଇଡ କରୁଛି ଟାଣୁଛି ତାକୁ ମେଲ୍ଟ କରୁଛି ହ୍ୱାଇଟ୍ ବ୍ଲଡ ସେଲ୍ସ ଆମର ବ୍ଲଡ ରେ ଚିହ୍ନୁଛି କଣ ଡିଷ୍ଟର୍ବ କରୁଛି କଣ ଏ କଣ ନ ଜୀବାଣୁ ଗୋଟେ ଆସ ମାରରେ ବୋଲେ ଏ କଣ ଆସିଛି ମାରରେ ସେ ତାହାକୁ କହନ୍ତି ଇମ୍ୟୁନିଟି ଆକ୍ଚୁଆଲି ତ ଯେତେବେଳେ HIV ଭାଇରସ ର ସୈନ୍ୟ ବଡ ହେଇଗଲା ଏବେ ହ୍ୱାଇଟ୍ ବ୍ଲଡ ସେଲ୍ ଦେଖୁଥିବ କିନ୍ତୁ ବୁଝି ପାରୁନଥିବ ଏଟା କଣ କାହିଁ କିଛି ଆଟାକ୍ ତ କରୁନାହିଁ ଚୁପ୍ ଥିବ ତ ଯେତେବେଳେ ଏତେ ବଡ ହେଇଯିବ ତାର ସେନା ଆଟାକ୍ ଯେତେବେଳେ କରିବ ହ୍ୱାଇଟ୍ ବ୍ଲଡ ସେଲ୍ସ ଆଉ କିଛି କରିପାରୁନଥିବ ଆଇ ଏମ୍ ସରି ବୋଲିକି ହାରିଯିବ ତେଣୁକରି ଇମ୍ୟୁନୋ ଡିଫିସିଏନ୍ସି ବୋଲି କହନ୍ତି ଏଇଡ୍ସ ମାନେ କଣ acquired immunodeficiency syndrome ଇମ୍ୟୁନିଟି ପୁରା ଗଲା ମାନେ ଯେ ଇମ୍ୟୁନିଟି ଯେତେବେଳେ ନାହିଁ ଯେ କୌଣସି ଛୋଟ ରୋଗ ଆସିଲେ ମଧ୍ୟ ଆଉ ତାହା କମିବନି ଏଡ୍ସ ମାନେ କଣ ଛିଙ୍କ ଥଣ୍ଡା ଧରିଲା ଥଣ୍ଡା ଛାଡିବନି ଏଇଟା କଣ ଚୁଭି ଗଲା କିଛି କିଛି ଘା ହେଇଗଲା ଘା ଛାଡିବନି କଣ ଜ୍ୱର ଆସିଲା ଜ୍ୱର ଛାଡିବନି ଆଉ କିଛି ହେଇଗଲା ମାନେ ଆଉ ଜମା ଆଉ ମେଡିସିନ ହେଲେ ବି ଆଉ ସେ ରୋଗ ଯାହା ବି ଆସୁଛି ଧୀରେ ଧୀରେ ଏଇଟା ସେଟା ସୁଗାର ବିପି ଜଣ୍ଡିସ୍ କି ଟାଇଫଏଡ କି ମ୍ୟାଲେରିଆ ଯାହା ବି ଆସୁ ଆଉ ଛାଡିବାର ଚାନ୍ସ ନାହିଁ ନରକରେ ପାତାଳରେ ସବୁ ପ୍ରକାରର ଯନ୍ତ୍ରଣା ଯାହା HIV ଯନ୍ତ୍ରଣା ତାହା ଜୀବନରେ ପୃଥିବୀରେ ଥିବା ସବୁ ରୋଗ ଧରିଦେବ ଆଉ ତାହାକୁ ଲଢି ପାରିବ ନାହିଁ ଯାହା ଲଢିବା ପାଇଁ ଥିଲା ଇମ୍ୟୁନିଟି ତାହା ତ ଆଗେ ଖାଇଦେବ ସେ ସୋ ହ୍ୱାଟ ଇଜ ହ୍ୟାପେନିଂ ପାପ ସେମିତି ବୋଲି କହୁଛି ଆପଣଙ୍କୁ ଛୋଟ କରିକି ପ୍ରବେଶ କରିବ ଆପଣ ଜାଣିପାରିବେନି ଲାଇଫରେ ଏତେ ବଡ ହେଇଯିବ ସେଟା ଆଉ ତାକୁ ସାମ୍ନା କରିବାର ଦମ ନଥିବ ଆମ ପାଖରେ ନା ଆମର ପ୍ରାର୍ଥନା କାମ କରିବ ନା ଆହୁରି କାହାରି ପ୍ରାର୍ଥନା କାମ କରିବ ନା କୋ ବଡ ବକ୍ତାଙ୍କ ପ୍ରାର୍ଥନା ବି କାମ କରିବ ନାହିଁ ଆଜ୍ଞା କାରଣ
ତମର ଭୁଲ ଥିଲା, ତମେ ଆଡଜଷ୍ଟ ହେଇଯାଇଥିଲ ଷ୍ଟାର୍ଟିଂ ରେ। ହଁ ମ ବଡ କହିଲା ଯେ ବୋଲି ହେଉଥିଲେ। ଏଟା ବି ଗୋଟେ କଥା, ଏଟା ବି ଗୋଟେ ପାପ କି ଆଜ୍ଞା, ଏଟା ଖାଇଟା ବାଟା ପାପ କି, ଏଟା ପିନ୍ଧିବାଟା ପାପ କି ବୋଲି ହେଇଥିଲେ ଆଜ୍ଞା। କେତେ ବିଷୟକୁ ଯାହା ଆମେ ପାପ ମାନୁନୁ, ସେଟାକୁ ହିଁ ହେବ୍ରୀ 12:1 କହନ୍ତି ସହଜରେ ବେଷ୍ଟନକାରୀ ପାପ। କାରଣ କେତେକ ବିଷୟକୁ ଆମେ ପାପ ବୋଲି ମାନୁନୁ, ଏଇଟା ହେଲା ଆମର ପ୍ରୋବ୍ଲେମ। ଉଦାହରଣ ସେଦିନ କହୁଥିଲି କି ନା, ଏସବୁ କେମିତି ଆପଣଙ୍କ ଜ୍ୟେଷ୍ଠାଧିକାର ବିକିଦେଲା। ଡାଲି ତରକାରୀ ବୋଲି ଲେଖା ଯାଉଛି ଆମର ଭିତରେ କଥା। ଡାଲି ତରକାରୀ ଖାଇଲେ ଜ୍ୟେଷ୍ଠାଧିକାର ପଳାଇକି? ନାଇଁ, ନାଇଁ ତ ଅବଭିୟସଲି। ସେମିତି ହିଁ ଭାବିଲେ ଏସବୁ କହିଦେଲେ ହେଇଯିବ କି? ତ ଭାଇ ତୋର ତୋର ଜ୍ୟେଷ୍ଠାଧିକାର ମତେ ବିକିଦେ, ତତେ ମତେ ତରକାରୀ ଦେବି ବୋଲାରୁ। ହଁ ମୋର କହିଦେଲେ ତ ବଡ ବଡ କଥା କଣ ହେଇଗଲା, ନେଇଯା ନେଇଯା ଜ୍ୟେଷ୍ଠାଧିକାର ନେଇଯା, ଆଉ ତରକାରୀ ଦେ, ଭୋକ ଲାଗୁଛି ମୁଁ ବୋଲି ସେ କହିଦେଲା ପାଟିରେ, ମନେ ଭାବୁଥିବ କହିଦେଲେ ହେଇଗଲା କି, କହିଦେଲେ ହେଇ ତ ଗଲା ଆଉ। ସେ ମୋମେଣ୍ଟ ଦେଖ, କଥାରେ ତ ହେବା କଥା ନି ଅବଭିୟସଲି ଆମେ ଜାଣୁ, ବଟ୍ ଷ୍ଟିଲ୍ ଇଟ୍ ହ୍ୟାପେଣ୍ଡ ଦେयर। ଗୋଟେ ଫଳ ଖାଇଦେଲା ବଡ କଥା କଣ ହେଇଗଲା ବୋଲଥିବ, ବୋଧେ ସର୍ପ ହବାଙ୍କୁ। ହଁ ଗୋଟେ ଗୋଟେ ଖାଇଦେଲେ ହେଇଗଲା, ଗୋଟେ ସିଗାରେଟ, ଗୋଟେ ମଦ, ହେଇ ତ ଗଲା ଆଉ। କାଇଁ ଯାହାକୁ ଆମେ ଭାବୁ ନା ଏମିତି ବି ହେବ କି, ମୁଁ କହୁଛି କେତେଟା ବିଷୟକୁ ଥିଓରାଇଜ କରିପାରିବନି, ବଟ୍ वी कैन नॉट से एनीथिंग। ଲୋକମାନେ ଆସନ୍ତି, ବିଜାତି ମାନେ ଆସି ମାରନ୍ତି ନାହିଁ, ଜୟ ଶ୍ରୀରାମ ଟିକେ କହିଦେ, ନହେଲେ ମାରିଦେବି ହାଣିଦେବି ବୋଲିଲା ବେଳକୁ କେତେ ଲୋକ ଥିବେ କହିଦେଲେ କଣ ହେବ, ଗୋଟେ ଥର କହିଦେଲେ ଛାଡିଦେବେ ନା ଆଉ। ତ ବହୁତ ଲୋକ କହିନାହାନ୍ତି, ମାଡ ଖାଇଛନ୍ତି କିନ୍ତୁ କହିନାହାନ୍ତି, କାରଣ କହିଦେଲେ କଣ ହେବ ଆପଣଙ୍କୁ କଣ ଜଣା। ବାଇବେଲ କହେ ଜିହ୍ବାର ଅଧୀନ ଜୀବନ ଅମରଣ, ଜିହ୍ବାର ଅଧୀନ। ଆମେ ପରିତ୍ରାଣ କେମିତି ପାଉ? ପରିତ୍ରାଣ ପାଇବା ପାଇଁ ବହୁତ ବଡ ମିରାକଲ କି ବିଜୁଳି ଚମକିବାଟା, ଦୂତ ମାନ ତଳକୁ ଆସିବାଟା, ଆମକୁ ବନ୍ଧନ ମୁକ୍ତ କରିବା, ଏସବୁ କିଛି କିଛି ନାହିଁ। ସ୍ୱୀକାର କରିବା, ପାପ ସ୍ୱୀକାର କରି ପ୍ରଭୁଙ୍କର ରକ୍ତ, ତାଙ୍କ ନାମ, ତାଙ୍କ କ୍ରୁଶରେ ଥିବା ଶକ୍ତିକୁ ସ୍ୱୀକାର କରି ପ୍ରଭୁ ଯୀଶୁ ଖ୍ରୀଷ୍ଟକୁ ପ୍ରଭୁ ବୋଲି ମାନିଲେ, ମାନିକି ଆମେ ମୁଖରେ ସ୍ୱୀକାର କରିବା ଦ୍ୱାରା ତ ମିଳିଯାଉଛି। କନଫେସନ, ମୁଖରେ ଆମେ କହିବା ପଛରେ କେତେ ପାୱାର ଅଛି କି ଜାଣିଛନ୍ତି କି ନାଇଁ? ପାୱାର ଅଫ କନଫେସନ ବୋଲି କହନ୍ତି ନାଇଁ। ଆମେ କହୁ ହଁ ବଡ କହିଦେଲେ ହେଇଗଲା କି, କହିଦେଲେ ତ ହେଇଯାଉଛି ଆଉ। ଆମେ ଭାବୁନୁ, ଆମେ ବିଲକୁଲ ଆମେ ଭାବି ପାରିବୁନି କି କହିଦେଲେ ବି ଏମିତି ହେଇଯିବ କି। ଆମ ଭିତର କଥା, ପିତର 3 ଥର ଯାଉ ଅସ୍ୱୀକାର କଲା, କଣ ବଡ କଥା ହେଇଗଲା। ସେ ମନରେ ତ ପ୍ରଭୁଙ୍କୁ ତିରସ୍କାର ତ କରିନଥିଲା ଅବଶ୍ୟ, ସେ ମୋମେଣ୍ଟରେ ନା ମୁଁ ତାଙ୍କୁ ଜାଣିନି, କହିଦେଲା କଣ ହେଇଗଲା ବଡ ବୋଲି ଭାବିଲା ସିନା, ଏଫେକ୍ଟ ପଡିଲା ବ୍ରଦର ସିଷ୍ଟର। କେମିତି ପଡିଲା ତ ଆମେ ସେଟାକୁ ଆମେ ପୁରା ଜିରାରୁ ଶିରା କାଢିବାନି ଯେ, ହେଇ ତ ଗଲା। ପ୍ରଭୁ କହିଲେଣି ଆଗରୁ, ତୁ ତ କହିବ ମତେ 3 ଥର ତ ସ୍ୱୀକାର କରିବ। ନାଇଁ ପ୍ରଭୁ କହି ତ କୁକୁଡ଼ା ଡାକିବା ପୂର୍ବରୁ 3 ଥର ବୋଲେ, କୁକୁଡ଼ା ଡାକିବା ପୂର୍ବରୁ 3 ଥର ହେଲା, କୁକୁଡ଼ା ଡାକିଲେ ସେ ମୁଣ୍ଡ ଖରାପ। ଏମିତି ବି ହେଇଛି ଆଜ୍ଞା ଆଜ୍ଞା। ତା ପଛରେ କେତେ କାନ୍ଦିବାକୁ ପଡିଲା, କେତେ ଅନୁତାପ କରିବାକୁ ପଡିଲା, ପ୍ରଭୁଙ୍କ ସାମ୍ନାକୁ ଆସିବାକୁ ତାଙ୍କୁ ସାହସ ମିଳିଲାନି। 3 ଥର କହିଦେଲା କଣ ହେଇଗଲା ବୋଲି କହିଦେଲା ପରେ ପଛରେ ଷ୍ଟୋରି ଦେଖ କେତେ ବଡ ହେଇଗଲା। ସହଜରେ ବେଷ୍ଟନକାରୀ ପାପ, ଯାହାକୁ ଆମେ ପାପ ବୋଲି ମାନୁନୁ, କିଛି ନାହିଁ ଏତେ ସିରିୟସଲି କହୁଛନ୍ତି ଆଙ୍କେ, ଏତେ କିଛି ନାହିଁ ବୋଲି। କାହାର ପାଇଁ କିଛି ହେଇନପାରେ। ଫର ଏକ୍ସାମ୍ପଲ ଆମ ଭିତର କଥା, ବେଶୀ ରାଗ ତରକାରୀ ଆପଣ ମୁଁ ଖାଇଲୁ କଣ ହେବ, ବେଶୀ ହେଲେ କଣ ହେବ, ଟିକେ ପେଟ ଗରମ ହେଇପାରେ, ସକାଳକୁ ମୋସନ୍ସ ଟିକେ ହେଇପାରେ, ନହେଲେ ଟିକେ ଉଲ୍ଟା ପାଲ୍ଟା ବାନ୍ତି ବି ହେଇପାରେ ଆମର ପାଇଁ।
ଟିକେ ତାପରେ ଟିକେ ଦହି ବହି ଖାଇଲେ ଟିକେ ନର୍ମାଲ ହେଇଯିବ। ତ ସେହି ଏତିକି ପାୱାରଫୁଲ ରାଗ ଛୁଆ ମାନଙ୍କୁ ଦେଲେ କଣ ହେବ ଆପଣ କୁହନ୍ତୁ ତ? ତମର ପାଇଁ କିଛି ବେଶୀ ପ୍ରୋବ୍ଲେମ ହେଇନି ବୋଲି ଛୁଆ ପାଇଁ ବି ହେବ ନାଇଁ କି? ଲାଇଫ ଆଣ୍ଡ ଡେଥ କେସ୍ ହେଇଯିବ ଛୁଆ ମାନଙ୍କ ପାଇଁ। ଅବଭିୟସଲି କି ନାଇଁ ବ୍ରଦର ସିଷ୍ଟର? ତ ଯେଉଁମାନଙ୍କର ଆତ୍ମିକ ଜୀବନର ସ୍ତର ଛୋଟ, କେତେକ ପାପ ସେମାନଙ୍କ ଜୀବନକୁ ବିନାଶ କରିଦିଏ। ତେଣୁକରି କେବେ ବି କହିବାର ନାହିଁ ଆପଣଙ୍କୁ କଣ ଜଣେ କାହାରି ପାଇଁ ତାହା ବିପଦମୟ, କାହାରି ପାଇଁ ହେଇନପାରେ, କାହାକୁ ଜଣା। ସେଥିପାଇଁ ଗୋଟେ ଈଶ୍ୱରଙ୍କ ଦାସଙ୍କ ହିସାବରେ ଆମେ ସମସ୍ତଙ୍କୁ କହିବାକୁ ପଡେ କି ସବୁକୁ ପାପ ହିଁ କହିବାକୁ ପଡେ। ଗୋଟେ ଅଧଘଣ୍ଟା ଟିଭି ଦେଖିବା ଦ୍ୱାରା ନରକ ତ ପଳାଇବୁ ନାହିଁ ଯେ ଏମିତି କହିଲା ଆମେ ଯେତେବେଳେ ଏ କଥା ଯେ କହିଦେବୁ ତ ଯୋଉମାନେ ଛୁଇଁବୁ ଆଉ ଚୁପ ହେବେ କି? ଅଧଘଣ୍ଟା ଦେଖିବା ଯାହା 3 ଘଣ୍ଟା ଦେଖିବା ତାହା ସେମ୍ ନୁହେଁ କି ବୋଲି ଯାଇକି ଦେଖିକି ଦେବେ ସେମାନେ 3 ଘଣ୍ଟା। ସେମାନଙ୍କର ମୁଣ୍ଡରେ ନେଗେଟିଭ ଏଫେକ୍ଟ ପଡିବ। ଆମିଷ ଖାଇବାଟା ପାପ କି? ନାଇଁ। କିନ୍ତୁ ପ୍ରେରିତ ପାଉଲ କଣ କହିଲେ ପ୍ରଥମ କରିନ୍ତି 8 ଅଧ୍ୟାୟରେ, କେତେ ଜଣଙ୍କ ପାଇଁ ସେଟା ଟିକେ ଗଡବଡ ହେଉଛି, ତେଣୁକରି ମୁଁ ନିଷ୍ପତ୍ତି ନେଉଛି ଆଉ ଆମିଷ ଖାଇବି ନାହିଁ ବୋଲି। ତ ସେଇ କଥା ସେଇ ପଦକୁ ନେଇକି ଆମେ ଥିଓରାଇଜ କରିପାରିବ ନାଇଁ କି ଆମିଷ ଖାଇବାଟା ପାପ ବୋଲି ବାଇବେଲ ଲେଖାଛି। ନା ନା, ପାଉଲଙ୍କର ପର୍ସନାଲ ଏକ୍ସପିରିଏନ୍ସ ରେ ସେ କଣ କହିଲେ ମାନେ କେତେ ଜଣ ଖାଇଲା ବେଳକୁ ନର୍ମାଲ ଆମିଷ ଖାଇବା ଦେଇ ଦଉଛନ୍ତି, ଆଉ କେତେ ଜଣ ଖାଇଲା ବେଳକୁ ଦେବ ପୂଜାର ଆମିଷ ଦେଇ ଦଉଛନ୍ତି। ତେଣୁକରି କେତେବେଳେ ଜାଣି ହଉଛି କେତେବେଳେ ଜାଣି ହଉନି। ମୁଁ ନ ଜାଣିକି ଯେତେବେଳେ କିଛି ଦେବ ପୂଜାର ଆମିଷ ଛୁଇଁଲା ବେଳକୁ ସେଠୁ ଲୋକମାନେ ଦେଖିକି ଆରେ ଦେଖିଲୁ ନା କେମିତି ଦେବ ପୂଜାର ଭୋଗ ଖାଇଦଉଛି ବୋଲି ଲୋକମାନଙ୍କର ବିବେକ ସେମାନଙ୍କୁ ବାଧୁଛି ବୋଲି ପାଉଲ କଣ କହିଲେ ମାନେ ଆକୁ ତାକୁ କେତେ ହେଲେ ଏକ୍ସପ୍ଲେନ କରିବି, ଥାଉ ନମସ୍କାର ମୁଁ ଆମିଷ ଖାଇବି ନାହିଁ। ତ ବେଳେ ବେଳେ କେତେକ ଯାହା ଆମିଷ ଖାଇବାଟା ମନା ନଥିଲେ ମଧ୍ୟ ଅବଶ୍ୟ ଦେବ ପୂଜା ଖାଇବାଟା ମନା, ହେଲେ କୋଟାକୁ ଦେବ ପୂଜା ବୋଲି କହିବୁ କୋଟାକୁ ନ ବୋଲି କହିବୁ ତ ଜାଣି ହେଉନି ବୋଲି ସବୁବେଳେ ଆମେ ଟେଷ୍ଟିଂ କରୁଥିବୁ କି ଚେକିଂ କରୁଥିବୁ କି ତେଣୁ ନ ଖାଇବାଟା ଭଲ ବୋଲି ସେ ଗୋଟେ ନିଷ୍ପତ୍ତି ନେଲେ ପ୍ରେରିତ ପାଉଲ। କେତେକ ବିଷୟ ବାଇବେଲ ନ କହିଲେ ମଧ୍ୟ ପବିତ୍ର ଆତ୍ମାଙ୍କ ଦ୍ୱାରା ଆମେ ନିଷ୍ପତ୍ତି ନେବାକୁ ପଡୁଛି ବ୍ରଦର ସିଷ୍ଟର। ବାଇବେଲରେ ସତ୍ୟ ଲେଖା ଅଛି, ଆଉ ପ୍ରଭୁ କହିଲେ ପବିତ୍ର ଆତ୍ମା ଆସିଲେ ତୁମମାନଙ୍କୁ କଣ କହିବେ? ସର୍ବସତ୍ୟ ସମ୍ପୂର୍ଣ୍ଣ ସତ୍ୟ ଭିତରକୁ ନେବେ। ଦେର୍ ଆର୍ ଟୁ ଥିଙ୍ଗସ୍, ଗୋଟେ ହେଲା ସତ୍ୟ, ଗୋଟେ ହେଲା ସମ୍ପୂର୍ଣ୍ଣ ସତ୍ୟ। କଣ ଅଛି ଯୋହନ 16 କି ଅଛି ଆଲଫା ଅଛି କି ଯୋହନ 16 କେତେ 13 ରୁ ପଢ। କିନ୍ତୁ ସେ ଅର୍ଥାତ୍ ସତ୍ୟମୟ ଆତ୍ମା ଆସିଲେ ସେ ପଥ ଦେଖାଇ ତୁମ୍ଭମାନଙ୍କୁ ସମସ୍ତ ସତ୍ୟରେ ପ୍ରବେଶ କରାଇବେ, କାରଣ ସିଏ ଆପଣାଠାରୁ କଥା କହିବେ ନାହିଁ, ମାତ୍ର ଯାହା ଯାହା ଶୁଣିବେ ସେହି ସବୁ କହିବେ, ପୁଣି ଆଗାମୀ ବିଷୟ ସବୁ ତୁମ୍ଭମାନଙ୍କୁ ଜଣାଇବେ। ବାସ୍ ବାସ୍ ଦେଖ ଏ ୱାର୍ଡଟା ଦେଖ, ସମସ୍ତ ସତ୍ୟ। ହ୍ୱାଟ ଇଜ ସମସ୍ତ ସତ୍ୟ? ଇଂଲିଶ ବାଇବେଲରେ ଅଲ୍ ଟ୍ରୁଥ କିମ୍ବା ପରଫେକ୍ଟ ଟ୍ରୁଥ ଅର୍ କମ୍ପ୍ଲିଟ ଟ୍ରୁଥ। ଫର ଏକ୍ସାମ୍ପଲ ବାଇବେଲରେ ସିନେମା ଦେଖିବାଟା ପାପ କି ଲେଖା ଅଛି? ନାଇଁ, ଲେଖା ହିଁ ନାହିଁ। ତଥାପି ତାହା ପାପ ବୋଲି କେମିତି ଜାଣିପାରୁଛୁ? ପବିତ୍ର ଆତ୍ମା ଜଣାନ୍ତି। ସିଗରେଟ ପିଇବାଟା ପାପ କି? ବାଇବେଲରେ ସିଗରେଟ ଅଛି କି? ସିଗରେଟ କଥା ନାହିଁ, ପୁଡ଼ିଆ କଥା ଲେଖା ଅଛି କି? ନାଇଁ। କାନଟା ଲଗାଇବାରନି, ଏ ସିନ୍ଦୁର ଲଗାଇବାର ଅଛି କି ବାଇବେଲରେ? ସିନ୍ଦୁର ଫିନ୍ଦୁର କୁଆଡେ ଥିବ? କିନ୍ତୁ ପବିତ୍ର ଆତ୍ମାଙ୍କ ଦ୍ଵାରା ଆମେ ବୁଝିପାରୁ କେତେକ ବିଷୟ କାହା ପଛରେ କୋଉ ସ୍ପିରିଟ ଅଛି କି ବୋଲି। ବାଇବେଲ ଯଦି ଆମକୁ ସତ୍ୟ ଫାଉଣ୍ଡେସନ ଦେଖାଏ, ପବିତ୍ର ଆତ୍ମା ଆମ ମାନଙ୍କୁ ବାଇବେଲର ପଦ ନେଇକି ହିଁ ତା ଭିତରର ସତ୍ୟତା ବି କାଢିକି ଦେଖାନ୍ତି। କମ୍ପ୍ଲିଟ ଟ୍ରୁଥ। ବାଇବେଲ ଯଦି ଗୋଟେ ବକ୍ସ ଅଟେ ତ ପବିତ୍ର ଆତ୍ମା କଣ କରନ୍ତି? ସେ ବକ୍ସ ଭିତରେ କଣ ଅଛି ତାହା ବି ଦେଖାନ୍ତି। ନାଇଁ, ପ୍ରେରିତରେ ପ୍ରେରିତ 15 ଅଧ୍ୟାୟରେ ନୂଆରେ ବିଜାତି ମାନେ ପ୍ରଭୁଙ୍କୁ ପାଇଲେ।
तो ପ୍ରେରିତ ମାନେ ଟିକେ ବ୍ୟସ୍ତ ହେଇଗଲେ କି ଆରେ ରେ ବିଜାତି ମାନେ ତ ପ୍ରଭୁଙ୍କୁ ପାଇଲେ ଯେ ଏମାନେ ଦେବ ପୂଜା କରନ୍ତି, ଇଏ କରନ୍ତି, ସେ କରନ୍ତି, କେମିତି କରିବା ଏମାନଙ୍କୁ, କେମିତି ବୁଝାଇବା, ବେଶୀ ଲମ୍ବା ଚଡା ଅ, ଆଦେଶର ଲିଷ୍ଟ ଦେଇଦେଲେ ଏମାନେ ଟିକେ ବ୍ୟସ୍ତ ହେଇଯିବେ କାଳେ ବୋଲି କହିକି ପ୍ରେରିତ ମାନେ ବସିକି ଗୋଟେ ଡିସିଜନ ନେଲେ। ପୁଣି 19 ପଦ ଟିକେ ପଢ, 15-19 ରୁ। ଅତଏବ ମୋହର ବିଚାର ଏହି, ବିଜାତିମାନଙ୍କ ମଧ୍ୟରୁ ଯେଉଁମାନେ ଈଶ୍ୱରଙ୍କ ପ୍ରତି ଫେରନ୍ତି ସେମାନଙ୍କୁ ଆମ୍ଭେମାନେ ଭାରଗ୍ରସ୍ତ କରିବା ନାହିଁ, କିନ୍ତୁ ପ୍ରତିମା ସମ୍ବନ୍ଧୀୟ ଅସୁଚିତା, ପରଦାର, ଶ୍ୱାସରୋଧ ଦ୍ୱାରା ମୃତ ପ୍ରାଣୀ ଓ ରକ୍ତରୁ ପୃଥକ ରହିବା ନିମନ୍ତେ ଆମ୍ଭେମାନେ ସେମାନଙ୍କୁ ଲେଖୁ। କାରଣ ପ୍ରାଚୀନ କାଳରୁ ପ୍ରତି ନଗରରେ ମଶାଙ୍କର ପ୍ରଚାରକମାନେ ଅଛନ୍ତି, ଯେଣୁ ପ୍ରତି ବିଶ୍ରାମ ବାରରେ ସମାଜ ଗୃହ ସମୂହରେ ତାହାଙ୍କ ବ୍ୟବସ୍ଥା ପାଠ କରାଯାଉଅଛି। ବସ୍ ବସ୍ ଗୋଟେ ମିନିଟ, 28 ରୁ ପଢ। କାରଣ ପ୍ରତିମା ନିକଟରେ ଉତ୍ସର୍ଗୀକୃତ ପ୍ରସାଦ, ରକ୍ତ, ଶ୍ୱାସରୋଧ ଦ୍ୱାରା ମୃତ ପ୍ରାଣୀର ମାଂସ ଓ ପରଦାରରୁ ପୃଥକ ରହିବା, ଏହି କେତୋଟି ଆବଶ୍ୟକୀୟ ବିଷୟ ବ୍ୟତୀତ ଆପଣମାନଙ୍କ ଉପରେ ଆଉ ଅଧିକ ଭାର ନ ଦେବାକୁ ପବିତ୍ର ଆତ୍ମା ଓ ଆମ୍ଭମାନଙ୍କ ଦୃଷ୍ଟିରେ ବିହିତ ବୋଧ ହେଲା। ବାସ୍ 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 ବାସ୍। ସେଇ ଯୁଗରେ ବାଇବେଲ ନଥିଲା କି ଅମୁକ ଜିନିଷ ବି ପାପ ବୋଲି କହିବା ପାଇଁ ପ୍ରମାଣ କାହିଁ ଆଜ୍ଞା କୋଉଠି ଲେଖା ହେଇଛି ବୋଲି କହିଲେ ଦେଖାଇ ହବନି, ବୁଝିଲେ କି? ତେଣୁକରି ପ୍ରେରିତ ମାନେ ବସିକି ପ୍ରାର୍ଥନା କରିକି ଏମାନେ କେମିତି ଅର୍ଡର ଦେବ, କଣ କଣ କହିବେ? ଏବେ ନୂଆରେ ଆସିଛନ୍ତି, 10 ଆଜ୍ଞା ପାଳ, ସବାତ ପାଳ, ପାଳନ କରିବାର, ଜେରୁସାଲେମ ମନ୍ଦିର ଯାଇକି ମୁଣ୍ଡିଆ ମାରି ସବୁ କହିବା କି? ନାଇଁ ନାଇଁ, ଆମେ କହିବା ପ୍ରତିମା ପୂଜା କରିବନି, ପ୍ରତିମା ପୂଜାର ଭୋଗ ଖାଇବନି, ଏ ପାରଦାରିକ ଲୋକଙ୍କ ପ୍ରତି ଯିବ ନାହିଁ, ନିଜକୁ ପୃଥକ କରିକି ରଖ। ଯାହା ସେ ମୋମେଣ୍ଟ ପାଇଁ ଯାହା କହିବାଟା ଉଚିତ, ଯାହା ସେମାନଙ୍କର ପକ୍ଷରେ ପାରି ହେବ, ଯେମିତି ଯାହା ପାରିବେ ସେମାନେ, ସେମାନଙ୍କର ବଳ ଆତ୍ମିକ ସ୍ତର ଦେଖିକି ଆମେ ଗୋଟେ ନିୟମ ଦେବା ବୋଲି ପବିତ୍ର ଆତ୍ମାଙ୍କୁ ଆଉ ଆମକୁ ବି ଯାହା ଠିକ ଲାଗିଲା ତାହା ଜଣାଇଲୁ ବୋଲ। ୱାଓ! ତ ପବିତ୍ର ଆତ୍ମା ଏଥିପାଇଁ ଦିଆଗଲେ କି ଯାହା ବାଇବେଲରେ ନାହିଁ ସେହି ବିଷୟରେ ଆମେ କେମିତି ଡିସିଜନ ନେବା। ଏଇ ସବୁ କହିବାର ରିଜନ କଣ, ମାନେ ଯେଉଁ ଯେଉଁ ପାପକୁ ଆପଣ ମାନେ ଏତେ ବଡ ନାହିଁ ବୋଲି ଭାବନ୍ତି ତାହା ଆପଣ ମାନଙ୍କୁ ସହଜରେ ବେଷ୍ଟନ ବାନ୍ଧିକି ଟାଣି ନେବ, ଆପଣ ଜାଣି ବି ପାରିବେନି କୋଉଠି ହେଇଗଲା ଆগে, କେମିତି ଏଟା ଆମେ ଜାଣି ପାରିଲୁନି। କାହାରି ଲାଗି କୋଉ ମନ୍ଦ ଆତ୍ମା ଆପଣଙ୍କ ଘରେ ପଶିବ ଆପଣଙ୍କୁ କଣ ଜଣା ଆଜ୍ଞା? ଆମର ସାଙ୍ଗ ବୋଲି ହଉଥିବ, କିଏ ବିଜାତି ମାନେ ହେଇଥିବେ, ସେମାନେ ଏତେ ବଡ ବଡ ସିନ୍ଦୁର ପକାଇକି କକଡ ପୂଜା କରିକି ସେମାନଙ୍କ ପଛରେ ଏତେ ସ୍ପିରିଟ ଧରିକି ଆମ ଘରକୁ ଆସ, ଆପଣ ଭାବୁ ଆମର କଲିଗ, ଆମର ଜବ କ୍ଷେତ୍ରରେ ଲୋକ, ଆମର ଇଏ ଆମର ସେ ବୋଲି ଆପଣ ଭାବୁଥିବେ। ଦେଖିକି ଏତେ ବି ଫ୍ରେଣ୍ଡସିପ ହେବାର ନାହିଁ ବୋଲି କହିବାର ରିଜନ ଏଟା, ପୃଥକୃତ ଜୀବନ ଆମ ଚାରିଆଡେ ଗୋଟେ ଘେରା ଦେବା ଦରକାର, ନହେଲେ ସେମାନେ ବଡ ପାପି, ସେମାନେ ନରକକୁ ଯିବେ ବୋଲି ଆମେ ସେମାନଙ୍କୁ କିଛି ଦୋଷ ଦେଉନି। ପ୍ରୋବ୍ଲେମ କଣ, ମାନେ ତାହାର ପଛରେ ଥିବା ସ୍ପିରିଟ୍ସ କୁ ସାମ୍ନା କରିବାର ଆତ୍ମିକ ବଳ ଆମକୁ ଅଛି ନା ନାହିଁ, ଆମକୁ ଜଣା ନାହିଁ। ତେଣୁକରି ଜାଗ୍ରତ ରହିବାଟା ଭଲ ବୋଲି କହିବାଟା, ନହେଲେ ଆମେ ସେମାନେ ନରକ ଯିବେ, ସେମାନେ ପାପି, ଆମେ ପବିତ୍ର ବୋଲି ଆମେ ଗର୍ବ ଦେଖାଇବା ପାଇଁ ଅଛୁ କି? ନା ନା, ସେମିତି ନାହିଁ। କେ ଜାଣେ ଆମେ ସେଇ ସ୍ପିରିଟ ସହିତ ପାରିବୁ, କିନ୍ତୁ ଆମ ଘରର ଲୋକ, ଆପଣଙ୍କର ମା ର ଆତ୍ମିକ ଜୀବନ ଏତିକି ବଡ ନଥିବ, ଆପଣଙ୍କର ପିଲାମାନଙ୍କର ଆତ୍ମିକ ଜୀବନ ଆତ୍ମିକ ବଳ ଏତେ ଠିକ ନଥିବ, ଆପଣ କୋଉଠି କୋଉଠି ବୁଲିକି ଘରକୁ ଆସିଲା ବେଳକୁ ସେ ସ୍ପିରିଟ ସବୁ ଆସିକି ଆପଣଙ୍କୁ କିଛି କରି ନ ପାରି ଆପଣଙ୍କର ଘର ଲୋକକୁ ଆଟାକ କରିବେ, ସେତେବେଳେ କଣ କରିବେ? ଆଜ୍ଞା ମା କେମିତି ପାଗଳ ପାଗଳ ପରି ହେଇଯାଉଛି, ଆଜ୍ଞା ବାପା କେମିତି କିଛି ପାଟି କରୁଛନ୍ତି, ସେଇଟା ତ ପ୍ରୋବ୍ଲେମ। ଆପଣଙ୍କୁ କିଛି ନ କରିପାରି ଏତେ ଆତ୍ମିକ ଜୀବନରେ ବଳବାନ ନଥିବା ଆପଣଙ୍କ ପରିବାରକୁ ଯେତେବେଳେ ଆଟାକ କରିବେ, ଆପଣ କିଛି କରିପାରିବେ ନାହିଁ। and you don't know at all what happened actually। କଣ ହେଇଛି ଘରେ, କୁछ ତ ହେଲା, କାହିଁକି ଅଶାନ୍ତି ଅଶାନ୍ତି ଲାଗୁଛି, ଭଲ ତ ଥିଲୁ ଆମେ ବୋଲି ଲାଗିବ। ସବୁ ତ ଠିକ ଥିଲା ଆଜ୍ଞା, ଥିଲା ଥିଲା ଝିଅ ପଡିଗଲା, ହଠାତ୍ କେମିତି ହେଇଗଲା, କେମିତି ପୁଅ କେମିତି ହେଇଗଲା, କେମିତି ହେଇକି ଆସିଲା, ଭଲରେ ତ ଗଲା,
एक्सीडेंट ହେଇଗଲା କଣ ଗୋଟେ ହେଇଗଲା କେମିତି ଗୋଟେ ହେଇଗଲା दीज आर द आप लोग आखी सामने रे हुए नहीं पर्दे के पीछे होता है स्पिरिचुअल में को कनेक्शन लागी आसी जाए दुष्ट आत्मा शक्ति हमको जन तेणु करी कहा जाउछि एई सब पाप ର ସ୍ୱଭାବ ପାପର ବୁଦ୍ଧି କାମନା आशा कनेक्शन लोभ ये सब छोटिया छोटिया टा छोट छोट थिला बेला मारी पक कचाड़ी पकाओ पत्थर नहीं की वाक्यर प्रमाण यीशुଙ୍କ नाम रे कचाड़ी पकाइबार और मुक्त हो ଯିବାର पूरी छोटा छोटा हुए सबुदिन एपरी डिस्टर्बेंस आसे आपन को भी आसे मो लाइफ रे भी आसे छोट छोट करके स्टार्ट हेबो छोट करके स्टार्ट हो जाए सेटा हाँ बड़ कथा किछ ने बोले हेई थाउ नो फाइट इट छोट साप हेले भी बड़ बाडी रे मारिबार आगे नले कष्ट डोंट अंडर एस्टिमेट these spirits praise the lord कोटा भी लुचांतु नहीं बड़ कथा किछ नहीं लुचाई देले आमर भीतर कथा से माचिस माच छोटे छोटे फोटो तोड़ा लुचाई के रखता निया छाड़ आज्ञा कोयल मस्किटो मशर कोयल लागी घर पड़ी जाइछि मन देखंतु ये तो निया में नहीं खाली टिके अंगार छोटिया अंगार से खट पाखरे तले रखी थिले करंट जाइछि मशा कामुचंती बोली केतेबेले एमानकर चादर सेठी लागी 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 तो गला के जणकर लाइफ आखि खोलिवा भितरे खट जो पड़ी जाउछि चादर पड़ी जाउछि पूरा घर पड़ी गला ब्यूटी वन स्पार्क ऑफ कॉइल मस्किटो कॉइल मस्किटो गोटे कॉइल द्वारा घर पड़ी जीवो क्या कोठर कथा बोली पड़ी तो गला कैंडल से टीवी टीवी थी ना कि आजकल तो कांथरे लागुछि टीवी बड़ टीवी टेबल टीवी ऊपर लगाई कि सोईथिले कैंडल केते बेले सरला रातिर कथा सिमिलीगुड़ा रे ही कैंडल केते बेले सरला तर मेल्ट हे जाए मेल्ट हे कि टीवी प्लास्टिक टा ताकू लागी तो गला निया पोड़ीबाट अलगा से प्लास्टिक रो स्मेल से वायर रो स्मेल केते से माने सुंगी देले कि सकाल उठला बेल को फेण बाहर आउ कैन यू इमेजिन दिस पाप वैसा होता है कभी उसको कवर कर नहीं पाएंगे आप लोग लुचाई की कवर करी की गुड़े देख नाम कुछ नहीं बड़ कथ किछ नहीं एमती है कि देखो आज्ञा वर्ष भितर आ नथिबे आपण प्रभु को बाटरे जीवन रे किछिटा कौन सी पाप लुचाइबार स्थिति न आसु ताहा काढ़ी की देखला बेलको ताहा एम्प्टी थाओ आज्ञा खाली थाओ आपणकर अंतरस्थ जीवन शुड बी प्योर नहीं तो आपको खा लेगा उई उई किंतु उई माने को व्हाट इज उई कबाट को उई धरला छोट पोक भीतर को जीव छोट कणा दे की जाए भीतर को उई काठरे भीतर भीतर खाई देबो बाहर नॉर्मल थिबो बेसी किछ ने टिके अल्प टिके माटी माटी पर लागु थिबो सेटा हो कि नहीं नल से एज को टिके माटी रो लाइन गुट लगा थिबो कबाट भलो देखा जीव आज्ञा 3 मास पर देखो बाड़े के देखो तो ठप ठप करिबाटा को डब डब होतो भीतर खाली खळ हो जाइछि ऊपर केते बडे खाई देले कि सेटा तो टमाटो बायगण रो पोको मान बाहर नॉर्मल दिबो भीतर छोट कोणा करके भीतर पळेबो एमिति कोणा करबो कम से कम जानि भी पारिबोनी गोटे कोन भीतर पोको अछि काटी के देखला को पोको माने थिबे भीतर खाई दै छंती
ପାପ ସେମିତି ଛୋଟ ପୋକ କେତେ ବଡ ଫଳକୁ ନଷ୍ଟ କରିପାରୁଛି, ମାନେ ପାପ ବି ସେମିତି ବୋଲି କହୁଛି। ତ ଏଇ ପାପ ବାବିଲର ସ୍ୱଭାବର ଛୁଆ ମାନଙ୍କୁ ବାକ୍ୟ ନାମକ ପଥର ଉପରେ, ଯୀଶୁ ନାମକ ପ୍ରସ୍ତର ଉପରେ କଚାଡ଼ିକି ମାରି ପକାନ୍ତୁ। କିଲ୍ ୟୋର ସ୍ମଲ୍ ସିନ୍ସ, ଡୋଣ୍ଟ ଲେଟ୍ ଦେମ୍ ଗ୍ରୋ।